ଆମର ପ୍ରଥମ ଲକ୍ଷ୍ୟ ହଉଛି ଆମର ଯୋଉ ଆଜି ବାର୍ଷିକ ଉତ୍ସବଟା ହଉଛି ଆମର ପ୍ରଥମ ଉତ୍ସବ କହିଲେ ଆମର ଅନ୍ତର ଆନନ୍ଦର ବହିର୍ ବିକାଶର ନାଁ ହଉଛି ଉତ୍ସବ। ଅନ୍ତର ଯୋଉ ଆନନ୍ଦଟା ଆମେ ଠାକୁରଙ୍କୁ ନେଇକି ପାଉଛେ ସେ ବାହାରକୁ ଆସିଲେ ତା ନାଁ ଉତ୍ସବ। କିନ୍ତୁ ବାର୍ଷିକ ଉତ୍ସବଟା କାହିଁ ଠାକୁର କହିଲେ ଏଇ ନୀଳାଚଳ ସାରସ୍ୱତ ସଂଘ ପ୍ରତିଷ୍ଠାର ବାର୍ଷିକ ଉତ୍ସବଟା ଠାକୁର 1934 ମସିହା ଜୁଲନ ପୂର୍ଣ୍ଣିମା ଦିନ ତାଙ୍କର ନିଜ ଶୁଭ ଜନ୍ମ ତିଥିରେ ଏଇ ସଂଘଟିକୁ ପ୍ରତିଷ୍ଠା କରିଥିଲେ। ତେଣୁ ତାଙ୍କର ସେଇଦିନ ସେ ଜନ୍ମ ପ୍ରତିଷ୍ଠା କରିଥିଲେ ପ୍ରତ୍ୟେକ ସଂଘର ଗୋଟେ ମିଶନ ଅଛି ବା ଉଦ୍ଦେଶ୍ୟ ନେଇକି ହୁଏ ତିଆରି। ଠାକୁର ମଧ୍ୟ ସେ ଉଦ୍ଦେଶ୍ୟ ନେଇକି ନିଜେ ଜଗତ ଗୁରୁ ସ୍ୱୟଂ ଜଗତ ଗୁରୁ ସେ ସଦ୍ଗୁରୁ ହେଇକି ଆସିଲେ ଯେ ଜଗତ ଗୁରୁଙ୍କର ମାନୁଷୀ ତନୁ ସେ ନିଜେ ସେ ଭଗବାନ ନିଜେ ଗୁରୁ ହେଇକି ଆସିଛନ୍ତି ଜଗତ ଗୁରୁ। ସେ ଆସିକି ଦେଖିଲେ ଯଦି କଳି ଯୁଗରେ ଗୋଟେ ଜିନିଷଟା କିଛି ଲକ୍ଷ୍ୟ ଲାଭ କରିବାକୁ ହୁଏ ତେବେ ସଂଘ ଶକ୍ତିର ପ୍ରତିଷ୍ଠା ଦରକାର। ସଂଘ ଶକ୍ତି ନହେଲେ କଳି ଯୁଗରେ କୌଣସି କାର୍ଯ୍ୟ ସିଦ୍ଧି ହବନି। ପ୍ରତ୍ୟେକଙ୍କର ସଂଘ ଅଛି, ଯେକୌଣସି ଲୋକ ଦେଖିବେ ଶିକ୍ଷକ ମାନଙ୍କର ସଂଘ, ଛାତ୍ର ମାନଙ୍କର ସଂଘ, ଯେକୌଣସି ଡାକ୍ତର ମାନଙ୍କର ସଂଘ, ଏମିତିକି ଗାଡି ବାଲାଙ୍କର, ଡ୍ରାଇଭରଙ୍କର, କଣ୍ଡକ୍ଟରଙ୍କର, କ୍ଲିନରଙ୍କର, ରିକ୍ସା ବାଲାଙ୍କର ସମସ୍ତଙ୍କର ସଂଘ, ଅଟୋ ବାଲାଙ୍କର ଯୋଉଠି ସଂଘ ନହେଲେ କେହି ଇଭିନ୍ କି ପୁଲିସ ଚୋର ଧରୁଛି ସଂଘବଦ୍ଧ ହେଇକିରି, ଚୋର ଚୋରି କରୁଛି ସଂଘବଦ୍ଧ ହେଇକିରି। ଇଣ୍ଡିଭିଜୁଆଲ ନାହିଁ କିଛି, ସେଗୁଡାକ ୟୁନାଇଟେଡ ୱି ଷ୍ଟାଣ୍ଡ ଡିଭାଇଡେଡ ୱି ଫଲ୍। ଯେତେ ଯଦି ଏକାଠି ହେବେ ସେତେ ସେ ସଂଗଠିତ ହେବେ। ତ ସେଥିପାଇଁ ଠାକୁର ଏଟାକୁ ଅନୁଭବ କରିକିରି ସେଟାକୁ ବ୍ୟାସ ବି କହିଥିଲେ ସେଟା ମନ୍ତ୍ର ଶକ୍ତି ତପଶକ୍ତି କୃତ ଯୋଗେ ଦର୍ପରେ ଯୁଦ୍ଧ ଶକ୍ତି ସଂଘ ଶକ୍ତି କଳି ଯୁଗେ। ସଂଘ ନହେଲେ କଳି ଯୁଗରେ କିଛି ହବନି। ସେ ସଂଘଟାକୁ ଗଠନ କରିକି ପ୍ରତ୍ୟେକ ସଂଘର ବିଭିନ୍ନ ଉଦ୍ଦେଶ୍ୟ ଅଛି। କାହାର ରାଜନୀତି, କାହାର ଉଦ୍ଦେଶ୍ୟ ସମାଜ ସେବା। ଆମ ସଂଘଟାର ଲକ୍ଷ୍ୟ ହଉଛି ଧର୍ମ ନୀତି। ଧର୍ମ ଅର୍ଥ ଧାରାନୀତି ଧର୍ମ। ଯିଏ ଆମକୁ ଧାରଣ କରି ରଖିଛି ସେ ହଉଛି ଧର୍ମ। ସେ ଧାରଣଟାକୁ ଯୋଉଟା ଠାକୁର କହୁଛନ୍ତି, ଯୋଉଟା ଆମ ଧାରଣ କରି ରଖିଛି, କିଏ ଆମକୁ ଧାରଣ କରି ରଖିଛି? ପ୍ରଥମ କଥା ଆମେ ଚିନ୍ତା କରିବା ଆମର ଏଇ ଦେହଟାକୁ କିଏ ଧାରଣ କରି ରଖିଛି? ଆତ୍ମା ଏଇ ଜଡ ଦେହଟାକୁ ଧାରଣ କରି ରଖିଛି। ଆତ୍ମା ଯେତେବେଳେ ଚାଲିଯିବ ଏ ଦେହଟା ଜଡ ହେଇଯିବ। ଏଟା ହଉଛି ଆଧ୍ୟାତ୍ମିକ ବା ସ୍ପିରିଚୁଆଲ। ଗୋଟେ ହଉଛି ମ୍ୟାଟେରିଆଲିଜିମ, ଗୋଟେ ହଉଛି ସ୍ପିରିଚୁଆଲିଜିମ। ମ୍ୟାଟେରିଆଲିଜିମରେ ଯେତେ ଆମେ ଆଗେଇବା ମଧ୍ୟ ଆମ ମନରେ ଶାନ୍ତି ଆସିବନି, ସେଟା ଅଶାନ୍ତି ସୃଷ୍ଟି କରିବ। ଯେତେ 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 ଆଗ ଯେତେ ପାଅ ମଧ୍ୟ ମନ ଭିତରେ ଗୋଟେ ଅଶାନ୍ତି ଆସିବ। କାରଣ ଗୋଟେ ଚିନ୍ତାପ ଗୋଟେ ଅଛି, ଗୋଟେ ଆଦି ଭୌତିକ, ଗୋଟେ ଆଦି ଦୈବିକ, ଗୋଟେ ଆଧ୍ୟାତ୍ମିକ। ଏଇ ଭୂତ ଗଣ ଗୋଟେ ଯୋଉ ତାପଟା ଆମେ ପାଉଛୁ ସେଟା ଭୌତିକ ତାପ। ସାଧାରଣ ଜୀବଗଣଠୁ କୌଣସି ଭୌତିକ ବସ୍ତୁରୁ ଗୋଟେ ତାପ ଆସୁଛି, ଗୋଟେ ଦେବତା ମାନଙ୍କୁ ଗୋଟେ ତାପ ଆସୁଛି। ସବୁ ନିଜେ କରୁଛେ, ଫସଲ କରୁଛେ, ସବୁ କରୁଛେ, ବର୍ଷା ହେଲାନି କି ପାଣି ସର୍ଟେଜ ହେଇଗଲା କି ଗୋଟେ କଣ ଗୋଟେ ଦୁର୍ବିପାକ ହେଇଗଲା, ଦୈବିକ ଦୁର୍ବିପାକ କ୍ଷତି ହେଇଗଲା, କି ସାଇକ୍ଲୋନ ହେଇଗଲା, ଟର୍ନାଡୋ ହେଇଗଲା, ଏପଟେ ଗୋଟେ ଆସି ଗୋଟେ ଅସୁବିଧା ପରିସ୍ଥିତି ଭୟଙ୍କର କଳ ଆସିଗଲା, ସେଟା ଆମର କ୍ଷତି କରିଦେଲା ବହୁତ। ସେଥିରୁ ମଣିଷ ଦୁଃଖ ପାଉଛି। ତାପରେ ଆଧ୍ୟାତ୍ମିକ ସବୁ ଥାଇକିରି କିଛି ତାପ ନଥାଇ ମଧ୍ୟ ଆଧ୍ୟାତ୍ମିକ ଆତ୍ମିକ ତାପ ଆସିବ। ତେଣୁ ତ ସବୁ ଅଛି, ଧନ ଅଛି, ଦୌଲତ ଅଛି, ସ୍ତ୍ରୀ ପୁତ୍ର ସ୍ୱାମୀ ଘର ସଂସାର ସବୁ ଅଛି, ଭଲରେ ଚଳୁଛି, ସବୁ କରୁଛି, ମନରେ ଶାନ୍ତି ଆସୁନି। ମାନସିକ ଅଶାନ୍ତି ଖାଲି ତାକୁ ମାଡି ବସୁଛି। କାହିଁକି ମାଡି ବସୁଛି? ଗୋଟେ ଆତ୍ମିକ ଶାନ୍ତି ଅଛି। ଆତ୍ମା ଯାହା ଖୋଜିଲେ ମଧ୍ୟ ବାହାରୁ ଯେତେ ପାଇଲେ ମଧ୍ୟ ସେ ଯେପର୍ଯ୍ୟନ୍ତ ତାର ନିଜ ସ୍ଥଳରେ ନ ପହଞ୍ଚିଛି ସେ ପର୍ଯ୍ୟନ୍ତ ଶାନ୍ତି ପାଇବନି। ଏହା ହଉଛି ଆଧ୍ୟାତ୍ମିକ ତାପ। ଆଦି ଭୌତିକ, ଆଦି ଦୈବିକ, ଆଧ୍ୟାତ୍ମିକ। ଏଇଟା ଏଇ ତିନିଟା ଏକ ତାପ ତ୍ରୟ ତାପ ହରେ ତବ ନାମ ଗୁଣେ ଗୁରୁଦେବ ଦୟା କର। ଏଇ ମଧ୍ୟ ଆମେ ପ୍ରାର୍ଥନା କରୁଛେ ଠାକୁରଙ୍କୁ। ଯେହେତୁ ସେ ନିଜେ ହିଁ ସମସ୍ତର ଉର୍ଦ୍ଧ୍ୱରେ ଅଛନ୍ତି, ସେ ହିଁ କେବଳ ପ୍ରକୃତିଠୁ ଉର୍ଦ୍ଧ୍ୱରେ ଅଛନ୍ତି। ଆମେ ପ୍ରାକୃତ ହେଇକି ଅଛେ, ସେ ଅପ୍ରାକୃତ। କିନ୍ତୁ ଯେପର୍ଯ୍ୟନ୍ତ ଆମେ ଅପ୍ରାକୃତ ସତ୍ତା ଲାଭ ନ କରିଛେ ସେ ପର୍ଯ୍ୟନ୍ତ ଆମର ଏ ତାପ ରହିବ। ଅପ୍ରାକୃତ ଶରୀର ଲାଭ କରିବାକୁ ହେଲେ କଟି ଯାଉଛି ଭାଇ। ହ୍ୟାଲୋ, ନାଇଁ ଭାଇ, ଭଲ ଭଲ ଶୁଣା ଯାଉଛି, ଭେରି କ୍ଲିୟର। ଜୟଗୁରୁ। ଶୁଣା ଯାଉଛି ତ? ହଁ, ବ୍ରତ ଭାଇ ଜଏନ କଲେ ବୋଧେ, ସଭାପତି ଜଏନ କଲେ। ଆମକୁ ସେ ଜଣକୁ ଆଶା କରିବାକୁ ପଡିବ। ସେ ଶରୀରଟାକୁ ଆମକୁ ଧାରଣ କରିବାକୁ ହେଲେ ଆମେ କଳି ଯୁଗରେ କରିବାକୁ ହେଲେ ଆମେ ପାରିବା ନାହିଁ। ସାଧାରଣ ଯେତେ କଳି ଯୁଗରେ ଯେତିକି ପରମାଣୁ ଯେତିକି ଆମେ ଇଏକି ଆସିଛେ ନେଇକି ଆସିଛେ ସଂସ୍କାର ନେଇକି ତା ଭିତରେ ତେଣୁ ଇଏ ହେଇପାରିବ ନାହିଁ।
ଯେପର୍ଯ୍ୟନ୍ତ ଗୁରୁଙ୍କୁ ଆମେ ନ ଧରିବା, ବ୍ରହ୍ମବିଦ ଗୁରୁଙ୍କ ସେବା ନ କରିବା, ସେ ପର୍ଯ୍ୟନ୍ତ ଆମ ଭିତରେ ଏଇଟା ଜାଗ୍ରତ। ଯୋଉମାନେ ଠାକୁର ଆଶ୍ରିତ ହେଇଗଲେ କଣ ଲାଭ କରିବା ପାଇଁ ପ୍ରାର୍ଥୀ, ଠାକୁର କରିଛ, ସତ୍ୟ କହିଲେ ଠାକୁର, ତମେ ତାଙ୍କୁ ପାଇଛ, ଠାକୁରଙ୍କୁ ଆମେ ତାଙ୍କ ସେବାଟା କରୁଛୁ, ତମେ ଠାକୁର କହୁଛି ତମେ ଭଗବାନ ମୋର, ତୁମେ ମୋର ସେବକ। ଯୋଉମାନେ ଇଏ ଅଛନ୍ତି ଠାକୁର ଲଢୁଛନ୍ତି, ସେମାନେ ସତ୍ୟ ହେଇକି ଠାକୁର ସେବାଟା କରୁଛନ୍ତି। ସାଧାରଣ ଜଗତରେ କଣ ଲୋକମାନେ ସତ୍ୟ ଇଚ୍ଛୁକ, ଆପଣ ମାନେ ସମସ୍ତେ ଠାକୁରଙ୍କ ସନ୍ତାନ ମାନେ ସତ୍ୟକୁ ପାଇଛନ୍ତି, କିନ୍ତୁ ପାଇକରି କେମିତି ଯେମିତି ମଣି ପାଇଲା ପରେ ଜଣେ ଯେମିତି ମାଙ୍କଡ ହାତରେ ଶାଳଗ୍ରାମ ନଚେଇ ନଚେଇ ନେଲା ପ୍ରାଣ, ସେ ଅବସ୍ଥା। ଶାଳଗ୍ରାମଟାର ମହତ୍ଵ ସେ ବୁଝୁନି, ଆମେ ସେମିତି ଠାକୁରଙ୍କ ମହିମାଟାକୁ ବୁଝିପାରୁନି। ଆମ ହାତରେ କିନ୍ତୁ ସେ ଧରା ଦେଇଛୁ ହେଇଯାଏ, ତାଙ୍କୁ ନେଇକିରି ଆମକୁ କେମିତି ଆମେ ଚଳିବାକୁ ପଡିବ ନିଜ ଅନ୍ତରରେ ଅନୁଭବ କରିବା ଏବଂ ସମଗ୍ର ଜଗତରେ ସେଟାକୁ ଆମେ ଦବା, ଏଇଟାକୁ ଠାକୁର ସେଥିପାଇଁ ତାଙ୍କ ଇଚ୍ଛାଟାକୁ ତିନିଟା ଇଚ୍ଛା କହିଲେ। ଆମର ଏଇ ଜଗତରେ ଆମ ଜୀବନର ଲକ୍ଷ୍ୟ ହଉଛି ସନାତନ ଧର୍ମ ପ୍ରଚାର, ସତ୍ଶିକ୍ଷା ବିସ୍ତାର, ଶିବ ଜ୍ଞାନରେ ଜୀବ ସେବା। ଏଇ ଭାବରେ ମାନବ ସମାଜଟା ଉନ୍ନତିର ପଥରେ ଧାବିତ ହବ ଆଉ ଉନ୍ନତି ଲାଭ କରି ଚରମ ଲକ୍ଷ୍ୟରେ ପହଞ୍ଚି ପାରିବ। ଠାକୁର ଏଇଟାକୁ ବହୁତ ତାଙ୍କ ଦିବ୍ୟ ଦୃଶ୍ୟ ଦେଖିକି ଏଇଟା ହିଁ କଲେ। ସନାତନ ଧର୍ମଟାକୁ ତାଙ୍କ ପ୍ରଥମ ସେ କଥା ସେ କଲେ, ଏଇଥିପାଇଁ ଚିନ୍ତା କରିବା ପାଇଁ ସେ ତିନିଟା ଲକ୍ଷ୍ୟରେ ଠାକୁର ତିନିଟା ତାଙ୍କ ଜନ୍ମ ତିଥିରେ ଅନୁଷ୍ଠାନ ଆରମ୍ଭ କଲେ। ସେଇଦିନ କହିଲେ ଆଦର୍ଶ ଗୃହସ୍ଥ ହୁଅ, ସଂଘ ଶକ୍ତି ପ୍ରତିଷ୍ଠା କର, ଭାବ ବିନିମୟ କର। ପ୍ରଥମଟା ହଉଛି ଆଦର୍ଶ ଗୃହସ୍ଥ କଲେ କଣ, ସନାତନ ଧର୍ମଟା ପ୍ରଚାର ହବ ଜଗତରେ। ତମେ ସତ୍ୟ ସ୍ୱରୂପକୁ ଧରିକିରି କିପରି ଚଳିବାକୁ ହୁଏ ସେଟାକୁ ତମେ ନିଜ ଜୀବନରେ ଆଦର୍ଶ କରି ଦେଖେଇବ। ପ୍ରତ୍ୟେକ ଘରେ ସତ୍ୟ ସ୍ୱରୂପ ରହି ତାଙ୍କୁ କର୍ତ୍ତା ରୂପରେ ବରଣ କରି ତାଙ୍କ ନିର୍ଦ୍ଦେଶରେ ସଂସ୍କାର କରି ଯିବାଟା ହଉଛି ଆଦର୍ଶ ଗୃହସ୍ଥ ଜୀବନ ବା ସନାତନ ଧର୍ମ ପ୍ରଚାର। ସେ ମୂଳ କଥାର ପ୍ରଥମ କଥା ସେଠି। ପ୍ରଥମ ପଏଣ୍ଟକୁ ସେ ଏଇଟାକୁ ଯଦି ନ ଧରିବ ଆର ଦିଟାକୁ ଆମେ କରିପାରିବା ନାହିଁ। ତେଣୁ ଆଦର୍ଶ ଗୃହସ୍ଥ ଜୀବନ ଯାପନ କରିଲେ ସନାତନ ଧର୍ମଟା, ସନାତନ ଅର୍ଥ ସଦା ତିଷ୍ଠତି ଯଃ ସହ ସନାତନ, ଯୋଉଟା ପୂର୍ବରୁ ଥିଲା ବର୍ତ୍ତମାନ ଅଛି ପରେ ରହିବ। ସେଥିପାଇଁ ସେଇଟା କହିଲେ ସନାତନ। ଏଇ ଧାରଟା ଆଗରୁ ଥିଲା, ତଦ୍ବିଧି ପ୍ରଣିପାତନ ପରିପ୍ରଶ୍ନ ସେଭଳିଆ ଉପଦେକ୍ଷନ୍ତି ଜ୍ଞାନ ଜ୍ଞାନୀନ ସତ୍ୟ ଦର୍ଶନ। ଏଇଟା ସମସ୍ତେ ଆମେ ସେଇ ଧାରାରେ ଚାଲୁଛେ। ଏହା ଚାଲୁଛେ କିନ୍ତୁ ତା ଭିତରେ ଯଦି ଭାବଟା ଠିକ ନ ରହିବ, ଆମେ ଯଦି ତାଙ୍କୁ ପାଇଛେ, ତାଙ୍କୁ ପାଇକି ତାଙ୍କ ସେବାଟା କରୁଛେ, ତାହେଲେ ନିଜ ଆଗ ନିଜ ଆଦର୍ଶଟା ନିଜ ପାଖରେ ନିଜେ ସେଥିରେ ତିଆରି ହବ। ତାପରେ ପରିବାରକୁ ସେଥିରେ ଗଠିତ କରିବା, ସମଗ୍ର ଗ୍ରାମଟାକୁ ସେଥିରେ ଗଠିତ ହେବ ବା ପ୍ରତିବେଶୀ ପଡିଶା ସେଥିରେ ଗଠିତ ହେବେ। ତାପରେ ସେଟାକୁ ଅନୁକରଣ କରି ଅନ୍ୟମାନେ ମଧ୍ୟ ଆଚରଣଟାକୁ ଅନୁକରଣ କରିବେ ସଂଘ ମାଧ୍ୟମରେ। ସେକେଣ୍ଡଟା ହଉଛି ଆମର ସଂଘ ଶକ୍ତିର ପ୍ରତିଷ୍ଠା। ସଂଘରେ ସେଟାକୁ ନେଇକି ଆମେ ସମସ୍ତଙ୍କ ଭିତରେ ଏକାଠିକି ଚଳିବା, ଏକ ମନ ଏକ ପ୍ରାଣ ହେଇକି ମିଳିତ ହବ, ଏଟା କରିବା। ଏ ଶକ୍ତିଟା ଉଦ୍ବୋଧିତ ହବ ଆହୁରି ଜଣେ ଯେଟା ପାରିବନି, ଅନେକ ଲୋକ ହେଇଗଲେ ସେ ଶକ୍ତିଟା ବହୁ ବିଧରେ ବର୍ଦ୍ଧିତ ହେଇଯିବ। ତ ସମସ୍ତେ କେମିତି ମିଳିତ ଭାବରେ ଆମେ କରିକି ଠାକୁର କାମଟାକୁ କରିବା, ତାହେଲେ ସମଗ୍ର ସେ ଅଞ୍ଚଳରେ କଣ ଯୋଉମାନେ ସଂଘରେ ଆସିବେ ସେମାନଙ୍କ ସଂଘରେ ସେମାନେ ମଧ୍ୟ ସେଥିରେ ଭାବିତ ହେଇଯିବେ ଠାକୁରଙ୍କ ଧାରାରେ। ଏଟାକୁ ନେଇକିରି ଆମକୁ ତାପରେ ତୃତୀୟରେ ଏଟାକୁ ନେଇକିରି ପ୍ରତ୍ୟେକଙ୍କ ଭିତରେ ଯେତେବେଳେ ଆମେ ଦେଖି ଠାକୁରଙ୍କୁ ଦେଖି ସେ ଆମ ଯୋଉ ଠାକୁରଙ୍କୁ ପୂଜା କରୁଛେ ଆଉ ଭଗବାନଙ୍କୁ ସେବା କରୁଛେ, ସବୁ ଜୀବଜଗତ ଭିତରେ ଏମିତି ଗଛ ଲତା ଜୀବଜନ୍ତୁ ଯାହାକୁ ଦେଖିଲେ ପ୍ରତ୍ୟେକଙ୍କ ଭିତରେ ତାଙ୍କରି ଅଧିଷ୍ଠାନ ଦେଖି ଆମକୁ ସେବା କରିବାକୁ ହବ। ଶିବ ଜ୍ଞାନରେ ଜୀବ ସେବା। ଏଇ ତିନିଟା ଅନୁଷ୍ଠାନ ଏଇଟା ଲକ୍ଷ୍ୟ ନକି କଣ କରିବ, ଏଥିରେ ଏଇଗୁଡାକ କଲା ସେବା ଭିତରେ କରିବା ଭିତରେ ବାହାରେ ଆମେ ଜଣକୁ ଶିବ ଜ୍ଞାନରେ ସେବା ନ କଲେ କରୁ କରୁ ସେ ଶିବ ହୁଅନ୍ତୁ ନ ହୁଅନ୍ତୁ ଆମ ନିଜ ଭିତରେ ଶିବତ୍ୱ ଜାଗି ଉଠିବ ବା ନିଜେ ଭଗବାନ ହେଇଯିବ। ଅନ୍ୟକୁ ଭଗବାନ ବୋଲି ଭାବି ସେବା କଲେ ନିଜେ ଭଗବତ ତତ୍ତ୍ୱରେ ପ୍ରତିଷ୍ଠା ହେଇଯିବ। ଏଇଟାକୁ ଠାକୁର ଚାହିଁଛନ୍ତି। ଗୋଟେ କଥା ହେଲା ମୂଳରେ ଆମର ଏଇ ଲାଭ କରିବା ପାଇଁ ଯିବାକୁ ହେଲେ ଏଇଟାକୁ ଗୋଟେ ହଉଛି ସ୍ୱରୂପ, ଗୋଟେ ହଉଛି ସ୍ୱଧର୍ମ। ଆମର ଲକ୍ଷ୍ୟ ହଉଛି ସ୍ୱରୂପ, ମାଧ୍ୟମ ହଉଛି ସ୍ୱଧର୍ମ। ସେଥିପାଇଁ ସେ କହିଲେ ମହାପ୍ରଭୁ ଦୟାନଦେବ କହିକି ଗଲେ ସ୍ୱଧର୍ମଟା କେମିତି ହବ, ସ୍ୱଧର୍ମ ଆଚରଣ କଲେ କଣ ହବ। କୃଷ୍ଣ ଭକ୍ତି ହଏ ସ୍ୱଧର୍ମାଚରଣରେ। ଆମେ ଗୃହସ୍ଥ ଜୀବନ ଯାପନ କଲେ, ସ୍ୱଧର୍ମାଚରଣ ପାଳନ କଲେ। ସମସ୍ତେ ପ୍ରତ୍ୟେକ ଆମର ଘର ଭାଇ ମା ମାନେ ଗୃହସ୍ଥ ହେଇକି ସବୁ ଜୀବନ ଯାପନ କରୁଛନ୍ତି, ଯେମିତି ସ୍ୱଧର୍ମଟାକୁ ଆଚରଣ କରୁଛନ୍ତି। ତାପରେ କହିଲେ ସ୍ୱଧର୍ମ ତ୍ୟାଗରେ କୃଷ୍ଣ ଭକ୍ତି ହଏ। ସ୍ୱଧର୍ମ ତ୍ୟାଗ କଣ, ସଂଘକୁ ଗଲେ ଯୋଉ ସ୍ୱଧର୍ମଟାକୁ ଆମକୁ ନିଜର ବୋଲି ଭାବୁଥିଲେ, ଘର ଧର ପିଲା ପଇସା ଆମର, ତାକୁ 7 ଦିନରେ ଥରେ କି ଆପଣଙ୍କ ମାସିକରେ ଥରେ
ଛାଡ଼ିକି ସଂଘରେ ଆସି ଯୋଗ ଦଉଛନ୍ତି। କାହିଁକି ଆପଣମାନଙ୍କର କେତେ କାର୍ଯ୍ୟ ଥିବ ତା ଭିତରେ ଆମେରିକା ଭିତରେ ବସିକିରି, କିନ୍ତୁ ସମସ୍ତେ ଟେଲିଫୋନ ପାଖରେ ବସିକି ଠାକୁର କଥା ଶୁଣୁଛନ୍ତି। କିନ୍ତୁ ଆହୁରି ଭଲ ହଉଥିଲା ଆଗରୁ ଯୋଉ ଭିଡିଓ ଦେଖା ଦେଖି ହଉଥିଲେ ଆହୁରି ଭଲ ହଉଥିଲା। ସେଟା କମିଯାଇଛି, ଆଜିକାଲି ଖାଲି ଅଡିଓରେ ଚାଲିଛି। ସେଟା ଟିକେ ଯଦି ହେଇପାରନ୍ତା ଆହୁରି ଭଲ ହୁଅନ୍ତା, କାରଣ ସମସ୍ତେ ପରସ୍ପରକୁ ଦେଖିପାରନ୍ତେ, ସମ୍ଭାଷଣ କରିପାରନ୍ତେ। ଏଟା କେବଳ ଅଡିଓରେ ହେଇଯାଉଛି। ଯାହା ହଉ ତେବେ ଯାଉ, ଏଇଟା ଗୋଟେ ଇଏ ଭିତରେ ରହିଛି, ସମସ୍ତଙ୍କ ଭିତରେ ଅନ୍ତତଃ ସାଧୁ କଥାଟା ଆଲୋଚନା ହେଇପାରୁଛି। ଏଇଟା ବି ସାଧୁ ସଂଘର ଫଳ। ସମସ୍ତଙ୍କ ଆମ ଭିତରେ ପରସ୍ପର ମିଶିକିରି ଆଲୋଚନା କରିକି କଥାବାର୍ତ୍ତା ହଉଛି, ସମସ୍ତେ ଶୁଣିପାରୁଛି। ବର୍ତ୍ତମାନ ଆମେରିକା ସଂଘରେ ବାର୍ଷିକ ଉତ୍ସବ ପାଳନ ହଉଛି, ଯିଏ ଯାହା ଘରେ ଯିଏ ବସିଛନ୍ତି ସେ ମଧ୍ୟ ବସିକିରି ଏଟାକୁ ଏନ୍ଜୟ କରିପାରୁଛେ। ସେଟା ଆହୁରି ଦେଖିପାରିଲେ ଆଉ ତାକୁ ଯୋଉ ଭିଜୁଆଲ ହେଇପାରନ୍ତା ଆପଣଙ୍କ ଭିଡିଓଗ୍ରାଫିରେ ଆହୁରି ବହୁତ ଭଲ ହେଇପାରନ୍ତା। ଯାହା ହଉ ସମସ୍ତଙ୍କ ଲକ୍ଷ୍ୟ ସେଦିକେ ରହିବା ଦରକାର, ତାହେଲେ ଆମେ ଯାଇକି ଗୋଟେ ଜଗତରେ ଗୋଟେ ଇଏ ନୂତନ ଭାବ ସୃଷ୍ଟି ହେଇପାରିବ। ଆଉ ତାହେଲେ ଯଦି ସମସ୍ତଙ୍କର ସେଇ ଲକ୍ଷ୍ୟ ନଥିବ, ନିଜେ ତ ଆମେ ଇଏ ପାରିବାନି, ଅନ୍ୟ କଣ କରେଇବା? ତେଣୁ ସ୍ୱଧର୍ମଟାକୁ ପାଳନ କଲେ ଆମେ ସ୍ୱରୂପ ଲାଭ କରିବା। ସ୍ୱଧର୍ମଟା ଦେଇଛନ୍ତି ମା ମାନଙ୍କୁ ଦେଇଛନ୍ତି, ସ୍ୱଧର୍ମଟା ଯାହା ତାଙ୍କର ଦେଇଛନ୍ତି ସ୍ୱାମୀ ସେବା, ସନ୍ତାନ ପାଳନ ସ୍ୱଧର୍ମ। ଭାଇମାନଙ୍କୁ ବାହାର କାର୍ଯ୍ୟ ଦେଖିବେ, ବାହାର ଚିନ୍ତା କରିବେ, ସବୁ କରିକି ତା ଭିତରେ ସେମାନେ ଠାକୁରଙ୍କ ହିତଟାକୁ ରୂପ ଦେବେ। ଏଇଟା ତାଙ୍କର ସ୍ୱଧର୍ମ। ପ୍ରତ୍ୟେକଙ୍କ ଭିତରେ ଦେଖିକି ଯେମିତି ସେବା କରି ସମସ୍ତଙ୍କର କରିପାରିବେ। ଆଜିକାଲି ତ ମା ମାନଙ୍କର ବି ତ ସେଇଟା ସ୍କୋପ ବଢିଗଲାଣି। ଆଉ ମା ମାନେ ତ ଘର କଣ ନାହାନ୍ତି, ମା ମାନେ ସମସ୍ତେ ବି ଅର୍ନିଂ ମେମ୍ବର ହେଲେଣି ସବୁ ଘରର। ସମସ୍ତେ ଜବ୍ କରୁଛନ୍ତି, ସମସ୍ତେ ଇଏ କରୁଛନ୍ତି। ସେମାନେ ମଧ୍ୟ ସେଥିରେ ଚଳିକିରି କିଭଳି ଭାବରେ ନିଜର ଏଇଟାକୁ ରଖିପାରିବେ ସେ ଦିଗରେ ଭର୍ତ୍ତି ହେବେ। ତା ନ କରିକି ଆମେ ଯଦି ସ୍ୱଧର୍ମଟାକୁ ପାଳନ ନ କରିବା, ସେ କହିଲେ ସ୍ୱାମୀ ସେବା ସନ୍ତାନ ପାଳନ ବଡ ଜିନିଷ ଗୋଟେ। ସ୍ୱାମୀ ସେବା ତ ସାଧାରଣ ଭାବରେ ମା ମାନଙ୍କର ଭିତରେ ଆମର ଧାରଣା ଅଛି ଯେ ମୋରି ସ୍ୱାମୀ ହଉଛନ୍ତି ସ୍ୱାମୀ, ତାଙ୍କରି ସେବା କରିବାଟା ହଉଛି ସ୍ୱାମୀ ସେବା। ବା ସନ୍ତାନ କଲେ ମୋରି ପୁଅ କି ମୋରି ଝିଅ ତାରି ସେବା କରିବି, ଏଇଟା ନୁହଁ, ନ୍ୟାରୋ ଆସ୍ପେକ୍ଟ ରହିଯିବ ସ୍ୱାମୀ ସେବା ସନ୍ତାନ ପାଳନ। ସ୍ୱାମୀ କହିଲେ ଯିଏ କହୁଛନ୍ତି ସେ ନିଜେ ମହାଶକ୍ତି, ଯିଏ କୁ ସେ ମା ମାନେ ନିଜେ ମହାଶକ୍ତି, ନିଜେ ଭଗବାନ। ସ୍ୱାମୀ କହିଲେ ଜଗତ ପିତା ହଉଛନ୍ତି ସ୍ୱାମୀ, ବା ଠାକୁର ତାଙ୍କର ନର ବିଗ୍ରହ ଠାକୁର ନିଜେ ହଉଛନ୍ତି ସମସ୍ତଙ୍କର ସ୍ୱାମୀ। କି ମା କି ଭାଇ ସମସ୍ତଙ୍କର ସ୍ୱାମୀ ହଉଛନ୍ତି ଠାକୁର, ବା ମାଲିକ ହଉଛନ୍ତି ଠାକୁର। ତାଙ୍କ ସେବାଟା ସ୍ୱାମୀ ସେବା କରିବା। ଏବଂ ସନ୍ତାନ କହିଲେ ସମଗ୍ର ଜଗତବାସୀ ହଉଛନ୍ତି ସନ୍ତାନ। ସମଗ୍ର ଜଗତବାସୀଙ୍କର କେମିତି ମଙ୍ଗଳ ହଉ, କେମିତି ଭଲ ହଉ ସେ ଚିନ୍ତା କରିବା। ଆମେ ସମଗ୍ର ଜଗତଟାକୁ ଫିଜିକାଲି କରିପାରୁନେ, ମାନସିକ ଚିନ୍ତା କରିବାରେ କିଛି ଅସୁବିଧା ନାହିଁ। ମାନସିକ ଭାବରେ ସମସ୍ତଙ୍କର ଭଲ ହଉ, କହିବା କେମିତି ଭଲ ହଉ ସେ ଚିନ୍ତା କରିବା। ଆମେ ସମଗ୍ର ଜଗତଟାକୁ ଫିଜିକାଲି କରିପାରୁନେ, ମାନସିକ ଚିନ୍ତା କରିବାରେ କିଛି ଅସୁବିଧା ନାହିଁ। ମାନସିକ ଭାବରେ ସମସ୍ତଙ୍କର ଭଲ ହଉ, କହିବା ଆମେ କହୁଛେ, ଆମ ଶ୍ଲୋକ ଥିଲା ଆଗରୁ, ସର୍ବେ ଭବନ୍ତୁ ସୁଖିନଃ ସର୍ବେ ସନ୍ତୁ ନିରାମୟା ସର୍ବେ ଭଦ୍ରାଣୀ ପଶ୍ୟନ୍ତୁ ମା କଶ୍ଚିତ୍ ଦୁଃଖ ଭାଗ ଭବେ। ଓମ୍ ଶାନ୍ତି 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 କହୁଛେ, ତ୍ରିବିଧ ଦେହର ଶାନ୍ତି ହଉ, ସ୍ଥୂଳ ଦେହ, ସୂକ୍ଷ୍ମ ଦେହ, କାରଣ ଦେହ ସମସ୍ତଙ୍କର ଶାନ୍ତି ହଉ, ଆମେ ପ୍ରାର୍ଥନା କରୁଛେ। ପ୍ରତ୍ୟେକଙ୍କର ଭଲ ବ୍ୟତୀତ ଏମିତି ମନ୍ଦ ଚିନ୍ତା କରିବାନି। ସେଇ ସନ୍ତାନ ପାଳନ, ସେଟା ହଉଛି ସନ୍ତାନ ପାଳନ। ପ୍ରତ୍ୟେକଙ୍କୁ ଯେତେ ସମ୍ଭବ ସମସ୍ତଙ୍କ ଯିଏ ତମର ସେବାର ସୁଯୋଗ ଯୋଉଥିଲା ସମସ୍ତଙ୍କ ପାଖରେ ସେଇ ସେବାର ତାକୁ ଯେମିତି ୟୁଟିଲାଇଜ କରିପାରିବା ପ୍ରତ୍ୟେକ। ଏଇଟା ଏମିତି କରୁ 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 ନିଜ ଭିତରେ ଆମର ସ୍ୱରୂପଟା ଲାଭ ହବ। ସ୍ୱରୂପଟା କଣ? ସ୍ୱରୂପଟା ଆମର ନିତ୍ୟ ଲୋକରେ ଅଛି। ଆମେ ଏଇ ସ୍ୱଧର୍ମଟା ପାଳନ କରୁ 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 ସେଇ ସ୍ୱଧର୍ମଟାକୁ ଆମ ଭିତରେ ସ୍ଫୁରଣ ହବ। ଆମେ ଯେ ଠାକୁରଙ୍କ ଲୋକ, ଆମେ ଯେ ଜାଗତିକ ଲୋକ ନୁହଁ, ଏ ଫିଲିଂଟା ଆସିବ। ଆମେ ଠାକୁରଙ୍କ ଜଗତର ଲୋକ, ଠାକୁରଙ୍କ ପାଖକୁ ଯିବୁ ଏ ଭାବ ନ ଆସିକିରି ଠାକୁରଙ୍କ ଲୋକ ଏ ଜଗତକୁ କାମ କରିବାକୁ ଆସିଛୁ, ଏଇ ଭାବଟା ଆସିବ। ଯେତେ 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 ଆମ ଠାକୁରଙ୍କ ଭାବଟା ନିଜ ଭିତରେ ହବ, ଏଇ ଶିକ୍ଷାଟା ବିସ୍ତାରିତ ହବ ସଂଘ ଦ୍ଵାରା। ସାଧୁ ସଂଘ, ସଂଘ କହିଲେ ସାଧୁ ସଂଘ। ଏ ସଂଘ ଆମର ହେଇଯାଇଛି, ସଂଘ ଶକ୍ତିର ପ୍ରତିଷ୍ଠା ହଉନି। ସଂଘ ଶକ୍ତିର ପ୍ରତିଷ୍ଠା କହିଲା ଅର୍ଥ ସେ ଭାବଟା ସମସ୍ତଙ୍କ ଭାବଟା ଏକାଠି ମିଳିତ ହେଇକି ଦେଖାଦବ। ପ୍ରତ୍ୟେକଙ୍କର ଯୋଉ ଭାବଟା, ସେ ଭାବଟା ସମସ୍ତଙ୍କର ଠାକୁରଙ୍କ ଭାବରେ ଭାବିତ ହେଇଯିବ। ତେଣୁ ସେଥିପାଇଁ ଜଣେ ଆରତି କରୁଛନ୍ତି ଆମର, କିନ୍ତୁ ସମସ୍ତେ କହୁଛନ୍ତି ଦିଏ ମୁଁ ଆରତି ତୁମରି ମନ୍ଦିରେ। ଜଣେ ଭାଇ କି ମା ଆରତି କରୁଛନ୍ତି, ସମସ୍ତେ ସେଠି କହୁଛନ୍ତି ମୁଁ ଆରତି କରୁଛି ତାଙ୍କ ସାଙ୍ଗେ ମିଶିକିରି। ସେଇଭଳି ପ୍ରତ୍ୟେକ ଜିନିଷ ଗୁଡାକରେ ଯେତେବେଳେ କରିଦବ, ସମସ୍ତ ଜିନିଷ ଭିତରେ ଅନୁଭବ ହବ ଯେ ଠାକୁରଙ୍କ ବ୍ୟତୀତ ଆଉ କିଛି ସତ୍ତା ଜଗତରେ ନାହିଁ। ଆଉ ମୂଳ ସତ୍ୟଟା ଆମର ହଉଛି ଠାକୁର କହିଛନ୍ତି, ବୁଝେଇଛନ୍ତି, ନିତ୍ୟ ଲୋକର ନିତ୍ୟ ପାର୍ଷଦ
ତମେ ମୋ କାମ କରିବା ପାଇଁ ଜଗତକୁ ଆସିଛ। ଏଇ ଭାବନା ଭିତରେ ଆମକୁ ଚଳିବାକୁ ହଉଛି। ଏଇ ଭାବଟାକୁ ରଖିକି ଆମେ ଚଳିଲେ ଆମର ସ୍ୱଧର୍ମଟା ପ୍ରତିଷ୍ଠା ହବ। ଆଉ ସେଇ କାର୍ଯ୍ୟଟା କରିବା ପାଇଁ ଆମେ ଯୋଉଟା ଯାଉଛେ ସେଗୁଟା ହଉଛି ତା ନାଁ ହଉଛି ତପସ୍ୟା। ଆଉ କଳିକାଳରେ ତାକୁ ତପସ୍ୟା କଲେ ଆଉ ଗୋଟେ କିଛି ନାହିଁ ଯେ କୋଉଠି ହିମାଳୟ ଯିବ କି ଆଉ ଗୋଟେ କୋଉଠି ଗୋଟେ ଜଙ୍ଗଲରେ ବସି ତପସ୍ୟା କରିବ। ତାପଟା ସହ୍ୟ କରିବା ନାଁ ହଉଛି ତପସ୍ୟା। ଏଇ ସାଂସାରିକ ତାପଟା ଆମକୁ ଦଉଛି ସେଟା କେମିତି ସହ୍ୟ କରିବା, କିଭଳି ଭାବେ ଜଣେ ସହ୍ୟ କରିପାରିବ। ସେ ସହ୍ୟ କରିବା ଯେମିତି ଗୋଟେ ଉଦାହରଣ କହିଲେ, ଗୋଟେ ନେଉଳର ସାପର ଲଢେଇ ହଉଛି, ଦେଖୁଥିବେ ସେ ସାପ ନେଉଳଟା ସାପଟାକୁ ମାରିଦଉଛି, କିନ୍ତୁ ନେଉଳର ବିଷ ନାହିଁ କିନ୍ତୁ ସାପର ବିଷ ଅଛି। ବିଷ ଧର ସର୍ପଟାକୁ ନେଉଳଟା ମାରିଦଉଛି। କେମିତି ମାରୁଛି? ସେ ଜାଣିଛି ସେଟା ଚିଆ ବୁଦା ମୂଳରେ ସେ ଲଢେଇ କରୁଛି, ବୁଦା ମୂଳରେ ତାର ଗଦ ରଖିଛି। ସେ ଯେତେବେଳେ ସାପଟା ମାରିଲେ ନିଶ୍ଚିତ ଭାବରେ ବିଷ କ୍ରିୟା କରିବ। ସେ ବିଷଟାକୁ ଯିଏ ପେଟେ ସାଙ୍ଗେ ସାଙ୍ଗେ ଯାଇକି ସେ ଗଦଟାକୁ ଶୁଙ୍ଗି ଦେଇ ଆସିବ, ତାପରେ ପୁଣି ଲଢେଇ କରିବ। ସାପର ଗଦ ନାହିଁ, ସେ ମାରିଦେଲେ ତା ପଇଜନ ଚାଲିଯାଉଛି, ସେ ତାର ପଇଜନ ହରେଇ ଦଉଛି, କିନ୍ତୁ ଇଏ ତାର ଗଦଟାରୁ ତାର ଏନର୍ଜିଟା କଲେକ୍ଟ କରୁଛି। ତ ସେଥିପାଇଁ ସେ ତାର ଗଦ ଉପରେ ଭରସା ଅଛି, ତା ଲଢେଇ କରୁଛି କିନ୍ତୁ ଗଦ ଉପରେ ଭରସା। ସେମିତି ସାଂସାରିକ ଯୋଉମାନେ ଭକ୍ତମାନେ ଆସିଛନ୍ତି ସେମାନେ ତାଙ୍କ ସାଂସାରିକ କର୍ମ କରିବେ, ଘାତ ଆସିବ, ପ୍ରତିଘାତ ଆସିବ। ସାପ ଭଳିଆ ବିଷମୟ ସଂସାର, ବିଷୟରେ ଜର୍ଜରିତ ସମସ୍ତେ ଅଛନ୍ତି। କାହାର ଦୁଃଖ ଆସିଗଲେ, କାହାର ସୁଖ ଆସିଗଲେ, କାହାର ଗୋଟେ କଣ ଆସିଗଲେ ତାର ସାଙ୍ଗେ ସାଙ୍ଗେ ତାର ଇରିଟେସନ ଆସିଯାଉଛି। ସେଗୁଡାକ ନେଇକିରି ଚାଲିବାକୁ ପଡିବ, କିନ୍ତୁ ଏପଟେ ଠାକୁରଙ୍କ ପାଦ ପଦରେ ତାର କନେକ୍ସନଟାକୁ ରଖିଥିବ। ଏଟାକି ଠାକୁର ଦେଇଛନ୍ତି ଆମକୁ ଗୃହାସନରେ, ପ୍ରତି ଗୃହେ ସଂସ୍ଥାପନ ଗୁରୁଙ୍କ ଆସନ, ସକାଳେ ସନ୍ଧ୍ୟାରେ କର ପୂଜନ ବନ୍ଦନ। ଏଟା କୌଶଳ ଶିଖେଇଛନ୍ତି ସେ। ସେଇ ଗଦ ରୂପକ ଯାଇ ଠାକୁରଙ୍କ ପାଖରେ ତମେ ଟିକେ ପ୍ରଣାମ କରିଦେଇ ଆସିଲେ ପୁଣି ଶକ୍ତିର ଏନର୍ଜିଟାକୁ ଚାର୍ଜ ହେଇଗଲା ସେଟା। ତାପରେ ସଂସାର ବିଶ୍ୱଧର ସର୍ପ ସହିତ ଲଢେଇ କରି ହବ। ଏଇ ଟେକ୍ନିକଟାକୁ ସାଧାରଣ ଜାଣନ୍ତିନି ବୋଲି ସେମାନେ କର୍ମ କରନ୍ତି, କର୍ମର ଫଳ ସୃଷ୍ଟି ହୁଏ। କିନ୍ତୁ ଏଇ ଟେକ୍ନିକଟା ଯିଏ ଜାଣିଛନ୍ତି ସେମାନେ ନିଷ୍କାମ କର୍ମୀ। ନିଷ୍କାମ କର୍ମ ଯୋଗ ସେଟାକୁ କହୁଛନ୍ତି। ଗୋଟେ ପଟେ ନୈଷ୍କର୍ମ୍ୟ, ଗୋଟେ ପଟେ ନିଷ୍କାମ। ନୈଷ୍କର୍ମ୍ୟ ଅର୍ଥ କିଛି କାମ କରିବେନି, ବସି ରହିବି, ଖାଲି ମଜାରେ ବସି ଖାଉଥିବି, କିଛି କାମ କରିବେନି। ଅର୍ଜୁନକୁ ସ୍ଥିତି କଲେ ନୈଷ୍କର୍ମଟାକୁ ସେ କହିଲେ କାପୁରୁଷର ଲକ୍ଷଣ। ଯୁଦ୍ଧ କରିବେନି ଯୋଉ କହିଲେ ଠାକୁର ତାକୁ କହିଲେ ଗୁରୁ ଭାଇ ନିଷ୍କାମ କର୍ମ କର। ଗୀତାରେ ମଧ୍ୟ ସେଟା ଭଗବାନ ଅର୍ଜୁନଙ୍କୁ କହୁଛନ୍ତି ନିଷ୍କାମ କର୍ମ କର। ସକାମ କର୍ମଟା ହଉଛି ବନ୍ଧନର କାରଣ, ନିଷ୍କାମ କର୍ମଟା ହଉଛି ମୁକ୍ତିର କାରଣ। କୋଉ କର୍ମଟା କଲେ ମୁକ୍ତିର କାରଣ ହବ ସେଟା ଠାକୁରଙ୍କ ପାଖରେ ଆମକୁ ପହଞ୍ଚେଇ ଦେଇକି ତାଙ୍କ ଲୀଳାରେ ଭାଗ ନେଇ କରିଦବ, ସେ କର୍ମ ହଉଛି ସ୍ୱଧର୍ମ। ସେଟା କଲେ ସ୍ୱଧର୍ମ ନିଧନ ଶ୍ରେୟ, ପର ଧର୍ମ ଭୟାବହ। ନିଜର ଧର୍ମ, ଆତ୍ମାର ଧର୍ମଟା ହଉଛି ସ୍ୱଧର୍ମ, ଇନ୍ଦ୍ରିୟର ଧର୍ମଟା ହଉଛି ପରଧର୍ମ। ଇନ୍ଦ୍ରିୟ ମୋର ଯାହା ଚାହୁଁଛି ସେଗୁଡାକୁ ଯଦି ତାଙ୍କ କାର୍ଯ୍ୟରେ ନ ଲଗେଇକି ଭଗବାନ କାର୍ଯ୍ୟରେ ନ ଲଗେଇକିରି ନିଜ କାର୍ଯ୍ୟରେ ଲଗେଇଦବା ସେଟା ହେଇଯିବ କାମନା ବାସନା। ଯଦି ଭଗବାନଙ୍କ କାର୍ଯ୍ୟରେ ଲଗେଇଦିବ ସେଟା ହେଇଯିବ ପ୍ରେମ। କଲେ କୃଷ୍ଣ ପ୍ରୀତ୍ୟର୍ଥରେ ତା ନାଁ ହେଇଯିବ ପ୍ରେମ। ତମ ନିଜର ଯଦି ସୁଖ ବାସନା ତା ନାଁ ହେଇଯିବ କାମ। କାମଟାକୁ କେମିତି ଆଭଏଡ କରିକି କାମନା ବାସନା କେମିତି ପ୍ରେମରେ ପରିଣତ କରିପାରିବା ସେଇଟା ହଉଛି ସ୍ୱଧର୍ମ। ସେଥିପାଇଁ ସେ କହିଲେ ଯେତେ ଯେତେ ଗୋପୀ ମାନେ କହୁଥିଲେ ପ୍ରୀତି ଲାଗୁଥିବା ଯେତିକି ମିଠା, ଦହି ହଉଥିଲା ସେତିକି ଖଟା। ଯେତେ ଭଗବତ ପ୍ରୀତିଟା ବଢିବ ସାଂସାରିକ ଆସକ୍ତିଟା ସେତେ ସେତେ କମିବ। କିନ୍ତୁ ଆଜିକାଲି ଦେଖାଯାଉଛି କଣ ସମସ୍ତଙ୍କର ସାଂସାରିକ ଆସକ୍ତିଟା ପ୍ରବଳ ଭାବରେ ବଢି ଯାଉଛି। ସମସ୍ତେ ଭଗବାନଙ୍କ ପାଖରୁ ଆସିକି ଅଛନ୍ତି ସମସ୍ତେ, କିନ୍ତୁ ଫେରି ଯିବାର ବାଟଟାକୁ ଜାଣୁନାହାନ୍ତି କେହି। ତା କର୍ମଯୋଗ ଯୋଉଟାକୁ ଗୀତାରେ କହିଲେ ସେ କର୍ମଯୋଗ ଠାକୁର ତାର ପ୍ରାକ୍ଟିକାଲ ଆସ୍ପେକ୍ଟ ଦେଖେଇଲେ। ସେ କର୍ମଯୋଗ କହିଦେଲେ କିଭଳି ଭାବରେ ତାର ସାଧନା କରିବାକୁ ହବ ସେ କେବଳମାତ୍ର ଠାକୁର ଆମର କହିପାରିଛନ୍ତି, ସେ କଥାଟା ଅନ୍ୟ କୋଉଠି ହେଇପାରୁନି। କାରଣ ସିଏ ଯେହେତୁ କାର୍ଯ୍ୟଯାକ ବିଦ୍ୟାରେ ସିଦ୍ଧି ଲାଭ କରୁଛି ଠାକୁର, ଜ୍ଞାନ ତନ୍ତ୍ର ଯୋଗ ଜ୍ଞାନ ପ୍ରେମ ଚାରି ବିଦ୍ୟା ଯାକ ଭଗବାନଙ୍କୁ ଜାଣିବା ପାଇଁ ଯୋଉ ବାଟ, ଭଗବାନଙ୍କୁ ଜାଣିବା ହଉଛି ଜ୍ଞାନ, ତାଙ୍କୁ ଉପଲବ୍ଧି କରିବା ହଉଛି ଯୋଗ, ତାଙ୍କୁ ଦେଖିବା ହଉଛି ତନ୍ତ୍ର, ତାଙ୍କୁ ଭଲ ପାଇବା ହଉଛି ପ୍ରେମ। ସେଟା ଯାକ ବିଦ୍ୟାରେ ଠାକୁର ସିଦ୍ଧ ହେଇକିରି ଚାରିଟା ଯାକର ଗୁରୁ ହେଇକି ଆସିଲେ ଶିକ୍ଷା ଦେବା ପାଇଁ। ଯୋଉଦିନ ଆପଣଙ୍କର ଉଜ୍ଜୟିନୀରେ କୁମ୍ଭ ମେଳାରେ ଗୁରୁଭାର ନେଇକି ତାଙ୍କୁ କହିଲେ, ତାଙ୍କୁ ତ ସିଦ୍ଧ ହେଇଗଲେ, ତାକୁ କଣ ଦଣ୍ଡି ଧରେଇଛ? ଶଙ୍କରାଚାର୍ଯ୍ୟ କହିଲେ, ତାଙ୍କର ସେଠି କହିଲେ ସଚିଦାନ କହିଲେ ନାଇଁ ଦେଖ ସେ ମୁଁ ଜାଣିଛି, କିନ୍ତୁ ସେ ତାଙ୍କର
ସମସ୍ତଙ୍କ ଇଏରେ ତାଙ୍କୁ କହିବ ବୋଲି ମୁଁ ତାକୁ ଇଏ କରିଥିଲି, ଅପେକ୍ଷା କରିଥିଲି। ସେ ପରମହଂସ ଉପାଧି ପାଇଲେ। ଆଜିକାଲି ତ ବହୁତ ହଂସ ହେଇଗଲେଣି, ପରମହଂସ ହେଇଗଲେଣି, ସମସ୍ତେ ଓଡିଆକୁ ଖାଲି ବସିଲେଣି, ଯାହାକୁ ଦେଖିବ ପରମହଂସ। ତେଣୁ ସେ ଠାକୁର ଯୋଉଟା କହିଲେ ଆମକୁ କାହାର କିଛି ଚିନ୍ତା ଇଏ ନ କରିକିରି ସେ ଦିଗରେ ଆମକୁ ଆଗେଇବାକୁ ପଡିବ। ଯୋଉପଟେ ଆମେ ଜାଣିଛେ ଅଭ୍ରାନ୍ତ ଏଇଟା ସତ୍ୟ ଲାଭର ଏଇ ପନ୍ଥାଟା ଯୋଉ କହିଛନ୍ତି ଠାକୁର, ସେଟା ଆମେ ତାଙ୍କୁ ଅନ୍ତରରେ କେମିତି ଉପଲବ୍ଧି କରିବେ, ଏଇଟା ସମସ୍ତଙ୍କ ଜୀବନର ଚରମ ଲକ୍ଷ୍ୟ ପ୍ରତ୍ୟେକଙ୍କର। କିଭଳି ଭାବେ ଆମେ ଯାଇକି ସେ ଆମ ଯୋଉ ସ୍ୱରୂପଟାକୁ ପାଇପାରିବା ସ୍ୱଧର୍ମକୁ ଅନୁସରଣ କରିକିରି। এই ସ୍ୱଧର୍ମଟାକୁ ଅନୁସରଣ କରିବା ଅର୍ଥ ଏଇ ଠାକୁରଙ୍କ ଇଚ୍ଛା ତିନିଟାକୁ କାର୍ଯ୍ୟକାରୀ କରିବା। ଆମେ କେତେ ବାର୍ଷିକ ଉତ୍ସବରେ ସେଟା ହଉଛି ସମୀକ୍ଷାର ଦିନ। ଆଜି ଗୋଟେ ବର୍ଷ ବିତିଗଲା, ଏଇ ବର୍ଷ ଭିତରେ ମୁଁ କେତେ ଆଗେଇଛି, ଠାକୁରଙ୍କର ଏଇ କଥା ପାଳନ କରିବାରେ କେତେ ଦୂର ଆଦର୍ଶ ଗୃହସ୍ଥ ହେଇପାରିଲି, କେତେ ଦୂର ସଂଘ ଶକ୍ତି ପ୍ରତିଷ୍ଠାରେ ମୋ କାର୍ଯ୍ୟ ବିନିଯୋଗ କଲି ନିଜକୁ ଦେହ ମନ ପ୍ରାଣ ଦେଇକିରି, ଏବଂ ତାଙ୍କ ଜଗତ ହିତକର କାର୍ଯ୍ୟରେ ବାବା କେମିତି କଣ କରିପାରିଛି, ମୁଁ ଶିବଜନରେ ଜୀବସେବା କରିପାରିଛି। ଏଇଗୁଡାକ ଯୋଉ କରିବା କଥା ସେଇଟା କହିଲେ ଭାବ ବିନିମୟ ମାଧ୍ୟମରେ ନିଜେ ଭାବଟା ଲାଭ କଲେ ବିନିମୟ କରିବା। ତେଣୁକରି ଯାହାକୁ କହୁଛନ୍ତି ଆଜିକାଲି ଦେଖାଯାଉଛି ଯିଏ ଭଲ କହିପାରୁଛି, ପାଣ୍ଡିତ ଦେଖୁଛି, ତାକୁ କହୁଛନ୍ତି ଭାବ ବିନିମୟ କର। କିନ୍ତୁ କିଏ ଭଲ କହିବା ବେଳେ କହେ ତମ ଅନୁଭବ କଣ କରୁଛ? ଭାବ କହିଲେ ଠାକୁର କହୁଛନ୍ତି ଭଗବତ ବିଶ୍ୱାସ ମୂଳକ ଉପଲବ୍ଧିର ନାଁ ହଉଛି ଭାବ। ଭଗବାନଙ୍କୁ କିଏ କହିବା ବେଳେ ବିଶ୍ୱାସ କରିକି କଣ ଜୀବନରେ ଉପଲବ୍ଧି ହେଇଛି, କଣ ପରିବର୍ତ୍ତନ ହେଇଛି, ମୋର କଣ ହେଇଥିଲା, ମୁଁ ଆଉ କୋଉ ବାଟେ ଚାଲୁଛି, କିଭଳି ଧରଣ ମୋର ହଉଛି, ସେଇଟା ହଉଛି ଭାବ। ଏଇ ଘଟାକୁ ବିନିମୟ ଯଦି ନିଜର କରିବା ତାହେଲେ ଅନ୍ୟମାନଙ୍କର ଭିତରେ ଭାବଟା ସଞ୍ଚରିତ ହବ। ଏଇଟା ଯୋଉଭଳି ଭାବରେ ଆମେ ଚଳିପାରିବା ଯେତେ ଯେତେ ସେଇଟା ଆମେ ସେତିକି ଆମେ ଠାକୁରଙ୍କ କାର୍ଯ୍ୟଟାକୁ କରିପାରିବା। ତାଙ୍କ ଇଚ୍ଛା ତ୍ରୟ ଠାକୁର କହିଲେ ଏ ତିନିଟା ଇଚ୍ଛାକୁ ରୂପ ଦେବାରେ ଆମ ସମସ୍ତ ସଂଘଜୀବୀଙ୍କର ଏକାନ୍ତ କର୍ତ୍ତବ୍ୟ। ଏମିତି ରାମାନୁଜ ଗୋସ୍ୱାମୀ, ରାମାନୁଜାଚାର୍ଯ୍ୟ, ତାଙ୍କର ଗୁରୁ ହଉଛନ୍ତି ଯମୁନାଚାର୍ଯ୍ୟ। ତାଙ୍କର ଗୁରୁ ବହୁତ ଭଲ ପାଆନ୍ତି, ତାଙ୍କର ପୂର୍ବାଶ୍ରମ ନାଁ ଥିଲା ଲକ୍ଷଣ। ଲକ୍ଷଣ ଯେତେବେଳେ ତାଙ୍କର ଶେଷ ସମୟ ହେଇଛି ରାମାନୁଜଙ୍କର, ଏ ଯମୁନାଚାର୍ଯ୍ୟଙ୍କର, ସେ ଖୋଜିଛନ୍ତି ଲକ୍ଷଣ କୁଆଡେ ଗଲା, ଲକ୍ଷଣ କୁଆଡେ ଗଲା। ସେ ବାରମ୍ବାର ଖୋଜିଲେ, ଲକ୍ଷଣ ତ ଦୂରରେ ଥାଆନ୍ତି। ତାଙ୍କ ଭିତରେ କମ୍ପନ ସୃଷ୍ଟି ହେଲେ ଗୁରୁ ମତେ କାହିଁକି ଖୋଜୁଛନ୍ତି, ମତେ ଲାଗୁଛି ଗୁରୁ ମତେ ଖୋଜୁଛନ୍ତି। ତେଣୁ ସେ ଗୁରୁଙ୍କ ପାଖକୁ କେମିତି ଯାଇକି ଇଏ କରିବେ ସେଟାକୁ ସେ ଖୋଜିକିରି ପହଞ୍ଚିବା ପାଇଁ ଚେଷ୍ଟା କଲେ। ସେପଟେ ଲକ୍ଷଣକୁ ଝୁରି ଝୁରିକି ସେ କହିଲେ ଏତେ ଦିନ ଯାହା ଦ୍ୱାରା ଜଗତରେ ଗୋଟେ ଧର୍ମ ଗୋଟେ ଇଏ ହେଇଥାନ୍ତା, ପ୍ରଚାର ହେଇଥାନ୍ତା, ତାକୁ ମୁଁ ଶେଷ ଗୋଟେ ଦେଖିପାରିଲିନି, ଚିନ୍ତା କରୁଛନ୍ତି। ସେ ଚିନ୍ତା ଶିଷ୍ୟଙ୍କ ଦେହରେ ବାଜୁଛି। ସେ ଆସିକିରି ସାଙ୍ଗେ ସାଙ୍ଗେ ଆସି ଦ୍ରୁତ ଗତିରେ ଆସିକି ପହଞ୍ଚିବା ସବୁ ଦେହ ରକ୍ଷା ହେଇଗଲାଣି ରାମାନୁଜଙ୍କର। ସେ କହିଲେ କାହିଁ କଣ ହେଲା, ଗୁରୁଦେବଙ୍କର ଏମିତି କେମିତି ହେଲା? ସବୁ ବୁଝିଲେ ନା କଣ ସେ କହୁଥିଲେ, ତମକୁ ବହୁତ ଖୋଜିଲେ, କହିଲେ ଲକ୍ଷଣକୁ ମୁଁ ଦେଖିପାରିଲିନି ଶେଷ ସମୟରେ, ଯାହାଦ୍ୱାରା ତ ଧର୍ମର ବିରାଟ ପରିବର୍ତ୍ତନ ହବ, ଧର୍ମର ପ୍ରବାହ ଯିଏ ଖେଳିଦେବେ ଜଗରେ, ତାକୁ ମୁଁ ଦେଖିପାରିଲିନି ଟିକେ ଶେଷ ସମୟରେ। ବ୍ୟସ୍ତ ହେଲେ ବହୁତ ଲକ୍ଷଣ। ସେ ସେଠି ଦେଖିଲେ ରାମାନୁଜ ଆସିକି ଦେଖିବାକୁ ତାଙ୍କୁ ଇଏ ଅନୁଧ୍ୟାନ କରୁଛି, ତାଙ୍କ ଗୁରୁଙ୍କର ଶରୀରଟା ମୃତବତ ହେଇ ପଡିଛି, କିନ୍ତୁ ହାତର 3ଟା ଆଙ୍ଗୁଠି ବନ୍ଦ ହେଇକି ଅଛି। ଏମିତି କା ମୃତ ଲୋକର ଆଙ୍ଗୁଠି ଏମିତି ବନ୍ଦ ହୁଏନି, ଏମିତି କେମିତି ଗୁରୁଙ୍କର କାହିଁକି ସବୁବେଳେ ଏମିତି ଥିଲା ହାତ ବନ୍ଦ ହେଇକିରି? ନା ନାହିଁ ତ, ସମସ୍ତେ କହିଲେ ଏମିତି ଆଙ୍ଗୁଠି କେମିତି ବନ୍ଦ ହେଇ ରହିଲା? ସେଠୁ ମନେ ମନେ ସେ ଚିନ୍ତା କଲେ କାହିଁକି 3ଟା ଆଙ୍ଗୁଠି ବନ୍ଦ ରହିଲା। ତାଙ୍କର 3ଟା ଇଚ୍ଛା ଥିଲା। ସେ 3ଟା ଇଚ୍ଛା କେମିତି କଣ ଜଗତରେ ସୁଖ କହିଛନ୍ତି ତାଙ୍କର। ତେଣୁ ଇଏ ସେଠି ମନେ ମନେ ପ୍ରତିଜ୍ଞା କରିଛନ୍ତି, ଗୁରୁଦେବ ଆପଣଙ୍କର ଇଚ୍ଛାକୁ ମୁଁ ପୂର୍ଣ୍ଣ କରି ପ୍ରଥମ କଥାଟାକୁ ସାଙ୍ଗେ ସାଙ୍ଗେ ଗୋଟେ ଆଙ୍ଗୁଠି ଖୋଲିଗଲା। ଦ୍ୱିତୀୟ ଇଚ୍ଛାକୁ ମୁଁ ଆକୁ ପୂର୍ଣ୍ଣ କରିବି ଗୁରୁଦେବ, ସେ ଦ୍ୱିତୀୟ ଆଙ୍ଗୁଠି ଖୋଲିଗଲା। 3ଟା କଥା କହୁ 3ଟା ଯାକ ଆଙ୍ଗୁଠି ଖୋଲିଗଲା। ତ ଏଇ କଲାକୁ ଏଇ ଦେଖିଲେ ପ୍ରକୃତ ଭାବରେ ଗୁରୁ ଭକ୍ତ ହଉଛନ୍ତି ସେ, ଯିଏକି ଗୁରୁଙ୍କର ଇଚ୍ଛାଟାକୁ ରୂପ ଦେବା ପାଇଁ ଲାଗିଛନ୍ତି। ଆମର କଣ ହଉଛି, ଆମର ନିଜ ଇଚ୍ଛାଟା ଯାହା ହଉଛି ଠାକୁର କରିଦିଅ, ମତେ ଯୋଉଟା ଭଲ ଲାଗୁଛି ଠାକୁର ଏଇଟାକୁ କରିଦିଅ, କିନ୍ତୁ ତାଙ୍କର କଣ ଭଲ ଲାଗୁଛି ଆମେ କରିବା ସେଟାକୁ ଆମେ କେହି ଭାବୁନି। ଏଇଟା ହଉଛି ଅସୁବିଧା ଏଠି ସଂଘ ସାଧନାରେ, ବ୍ୟକ୍ତି ସାଧନାରେ, ସଂଘ ସାଧନାରେ ଏଇଠି ଅସୁବିଧାର ତ୍ରୁଟି ରହୁଛି। ଆମକୁ କଣ ଭଲ ଲାଗୁଛି, କିନ୍ତୁ ଆମ ଇଚ୍ଛାଟାକୁ ଆମକୁ ଭୁଲି ଯାଇକି ଆମ ଠାକୁରଙ୍କ ଇଚ୍ଛା ଯଦି ଲାଗିଯିବା ସମସ୍ତେ ପ୍ରାଣପଣ ହେଇକିରି, ଏଇଟା ସାଧୁ ସଂଘରେ ଏଇଟା ମିଳିବ, ଏଇଟା କେବଳ ଅନୁଭବ ହୁଏ।
ଏକୁଟିଆ ହେଲେ ହୁଏନି। ତେଣୁ ଉତ୍ସବଟା ସେଥିପାଇଁ ହେଇଛି ତାଙ୍କୁ ନେଇକି ଉତ୍ସବ। ଏଇ ଉତ୍ସବଟାକୁ ଏଇଭଳିଆ ଆୟୋଜନ କଲେ ତାଙ୍କର ଶକ୍ତିଟା ସେ ନିଜେ ନିରାକାର ହେଇଥିଲେ ମଧ୍ୟ ନରାକାରରେ ରୂପ ପରିଗ୍ରହ କରି ଦେଖା ଦିଅନ୍ତି ଆସିକିରି। ସେଥିପାଇଁ ଠାକୁର କହିଲେ ଯାଅ ସଂଘ ଗଠନ କର, ମୁଁ ଅଯାଚିତ ଭାବରେ ତୁମମାନଙ୍କ ଭିତରେ ପହଞ୍ଚି ମୁଁ ତମ ସମସ୍ତଙ୍କର ମନୋବାଞ୍ଛା ପୂର୍ଣ୍ଣ କରିବି। ସେଇଟା ସେ କରୁଛନ୍ତି। ଉତ୍ସବରେ ଏଇ ହଉଛି ମହିମା। ସେ ନିଜେ ଆସିକି ସ୍ଥୂଳରେ ରୂପ ପରିଗ୍ରହ କରି ନିଜେ ନିରାକାର ନରାକାର ହେଇକିରି ଆସୁଛନ୍ତି। ଆଉ ତାଙ୍କୁ ଅନୁଭବ କରି ବାହାରେ ସେବା କରି ଯୋଉ ଆନନ୍ଦ ପାଉଛି ସେ ଆନନ୍ଦଟା କିନ୍ତୁ ଆମ ଅନ୍ତର ଭିତରେ ସବୁବେଳେ ପାଇବା, ଅନୁଭବ କରିବା, ଅନୁଭୂତି ଆଣିବା, ସେଇଟା ହଉଛି ଆମର ଲକ୍ଷ୍ୟ। ସେଥିପାଇଁ ଯେତେବେଳେ ଦେଇଛି କିନ୍ତୁ ଡୁଜ୍ ଆଣ୍ଡ ଡୋଣ୍ଟସ୍ ରହିଲା ସେବା ଭିତରେ, ସ୍ୱଧର୍ମ ଭିତରେ କେତେବେଳେ ସବୁ ଲିଖିତ ହେଇ ଲେଖା ହେଇକି ଅଛି। ସମସ୍ତେ ସଂଘ ସେବକଟା ପ୍ରଥମ ଭାଗରୁ ପଢିଯାଆନ୍ତୁ। ପଢିଗଲା ପରେ ଭାଇଙ୍କର ଅନ୍ତତ ଲେଖା 28 ଭାଗରୁ ଖଣ୍ଡେ ବାହାରିଥିଲା। ସେ ଯୋଉ ମନୁଷ୍ୟତ୍ୱର ସାଧନ ପଥି, ସେ ମନୁଷ୍ୟତ୍ୱର ସାଧନଟା କେମିତି କରିବାକୁ ମନୁଷ୍ୟତ୍ୱର ପ୍ରଥମରୁ କେମିତି କରିବାକୁ ଭାଇ ତାକୁ କ୍ରମାନ୍ୱୟରେ ଦୁର୍ବାଚନ ଭାଇ ଲେଖି ଯାଇଛନ୍ତି। ସେ ବହିଟିକୁ ପଢିଗଲେ ସମସ୍ତେ ବହିଟାକୁ ପଢନ୍ତୁ, ଗ୍ରନ୍ଥ ଗୁଡିକ ଅନ୍ତତଃ ସଂଘ ସେବକ ଗୁଡାକ ନିଶ୍ଚୟ ପଢିଯାଉ ଭାଇ ତାକୁ ବାରମ୍ବାର କହିଛନ୍ତି। ତାଙ୍କ ଲିଖିତ 28 ଭାଗ ପ୍ରଥମ ସଂଖ୍ୟା ପର୍ଯ୍ୟନ୍ତ ସମସ୍ତେ ପଢିଯିବା। ପଢିଗଲେ ତୁ ବହୁତ ଜିନିଷ ଜାଣିବ। ଆଉ ତାକୁ ଆମେ ସେ ଦିଗରେ ପଢିକିରି ଖାଲି ତାକୁ କାର୍ଯ୍ୟକାରୀ ଗୁଡାକ କରିବା ନା ଗୁଡାକ କରିବା। ଗୁରୁଙ୍କ ସେବା କରି କିଏ କଣ ଲାଭ କରିଛନ୍ତି, ଗୁରୁଙ୍କ ସେବାରେ କିଏ ଭୁଲ ଭଟକା କରିକି ବିରୁଦ୍ଧାଚରଣ କରି କାହାର କଣ ହେଇଛି, ସବୁଗୁଡା ସେ ଲେଖା ହେଇଛି। ଯେତେ ଯଦି ଆମେ ଅନୁସରଣ କରି ଚାଲିବା, ସମସ୍ତଙ୍କୁ ସମୀକ୍ଷା କରି ଚାଲିବା, ଆମେ ସେ ଗୁଡାକ ସେଇ ବାଟରେ ଚଳିବାକୁ ପଡିବ। ଡୋଣ୍ଟ ଲେଖା କରିବା ନାହିଁ, ଡୁଜ୍ ଅଛି କରିବା। ଭାବରେ ଚଳିକି ପରସ୍ପର ଭିତରେ କେମିତି ଭାବର ଆଦାନ ପ୍ରଦାନ କରି ଆଜି ବାର୍ଷିକ ଉତ୍ସବ ଆପଣଙ୍କର ଚାଲିଛି ଆମେରିକାରେ। କେତେ ଖୁସିରେ ଆନନ୍ଦରେ ଚାଲିଛି ସମସ୍ତେ। କେତେ ଭାଇ ଉପସ୍ଥିତ ଅଛନ୍ତି ସଂଘରେ ଆଜି ଭାଇ? ଭାଇ ମା ସବୁ ପିଲାମାନେ ମିଶିକି ପ୍ରାୟ 35 ସମସ୍ତେ ମିଶେଇକି about 35। ଆଜ୍ଞା ହଁ 35 ଜଣ ପ୍ରାୟ ସମସ୍ତେ ମିଶେଇକି 35 ମାନେ ଜଏନ କରିଛନ୍ତି। ହଁ ଏଇ ଜଏନ କରିଛନ୍ତି ରିମୋଟ ପୂଜାରେ ଆସନ ମନ୍ଦିର 35 ଆଉ ଆସନ ମନ୍ଦିରରେ ଠାକୁର। ଆଜ୍ଞା ମୁଁ କହିଲି ଆସନ ମନ୍ଦିରରେ କେତେ ଜଣ ଉପସ୍ଥିତ ଅଛନ୍ତି? 35 ଆସନ ମନ୍ଦିର ଉପସ୍ଥିତ ଅଛନ୍ତି 35। ଆଜ୍ଞା ନାଇଁ ସେସନରେ ଅଛନ୍ତି ମିଟିଂ ଅଡିଓରେ ବେଶୀ ଥିବେ, ସେଟା ଦେଖିବାକୁ ପଡିବ ଟିକେ। ହଁ କେତେ ଜଏନ କରିଛନ୍ତି? ଆଚ୍ଛା ମୁଁ ଦେଖୁଛି ଲାଇଭ ଦେଖୁଛି ଆପଣଙ୍କର ଯେ ଏଠି ଲାଇଭରେ ଠାକୁରଙ୍କୁ ଖାଲି ଦେଖୁଛି, ଆଉ ଭକ୍ତମାନଙ୍କୁ ଦେଖିପାରୁନି ବୋଧେ। ଜଣା ପଡୁନାହାନ୍ତି ଭକ୍ତମାନେ ଅଛନ୍ତି। ଟୋଟାଲ 75 ହେବେ, ଟୋଟାଲ 75 ଟୋଟାଲ। ହଁ 80 ପାଖାପାଖି ହେବେ, 80 ପାଖାପାଖି ହେବେ, ମ୍ୟାକ୍ସିମମ୍ 80। ଯାଉ ହଁ ଜୟ ଗୁରୁ। ସମସ୍ତଙ୍କୁ ଜୟ ଗୁରୁ ପ୍ରଣାମ। ସମସ୍ତେ ଠାକୁରଙ୍କ କୃପା ଲାଭ କରନ୍ତୁ। ସମୟ ହେଇଗଲାଣି ଭାଇ, ଅନ୍ୟ କାର୍ଯ୍ୟକ୍ରମ ଥିବ। ସମସ୍ତଙ୍କ ପାଖରେ ଜଣାଉଛି, ସମସ୍ତେ କେମିତି ମିଳିମିଶିକି ଠାକୁରଙ୍କ କାମରେ କେମିତି ଆଗେଇବା, ସଂଘ ଶକ୍ତି ପ୍ରତିଷ୍ଠା କରିକି ଆଜି ଠାକୁରଙ୍କ ପାଦ ପଦ୍ମରେ ପ୍ରାର୍ଥନା ପ୍ରଣତି ଜ୍ଞାପନ କରି କରୁଛି। ଆପଣ ଆମ ସମସ୍ତଙ୍କୁ ଠାକୁର ସଦ୍ବୁଦ୍ଧି ଦିଅନ୍ତୁ, ଯେମିତି ସମସ୍ତେ ଆପଣଙ୍କର ଇଚ୍ଛାକୁ ରୂପ ଦେବେ, ଆମେ ସଂଘବଦ୍ଧ ଲାଗିପାରିବୁ। ଆଜି ବାର୍ଷିକ ଉତ୍ସବ ଅବସରରେ ଆପଣଙ୍କ ସେ ପାଦ ପଦ୍ମରେ ପ୍ରଣତି ଜ୍ଞାପନ କରୁଛି। ଭାଇମାନଙ୍କୁ ମଧ୍ୟ ନିବେଦନ କରୁଛି, ସମସ୍ତେ କେମିତି ଏକ ମନ ଏକ ପ୍ରାଣୀ ସଂଘ ଶକ୍ତି ପ୍ରତିଷ୍ଠା କରି ଆମେ ଜଗତରେ ଠାକୁରଙ୍କର ଆଦର୍ଶକୁ ରୂପ ଦେଇପାରିବା, ସେ ଦିଗରେ ଆମେ ଆଗେଇ ଚାଲିବା। ଜୟ ଗୁରୁ ଭାଇ। ଜୟ ଗୁରୁ।